ବାପାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହେଇଥିଲା। ଆମେ ଜଗତସିଂହପୁର ମେଡ଼ିକାଲକୁ ନେଇଯାଇଥିଲୁ। ଜଗତସିଂହପୁର ମେଡ଼ିକାଲ ଫେରେଇ ଦେଲେ, କଟକକୁ ପଠେଇଦେଲେ। କଟକରେ ଆମେ ନେଇକି ଯାଇଥିଲୁ। କଟକରେ ମାନେ ତାଙ୍କ ଦେହ ବହୁତ ସିରିୟସ୍ ହେଇଯାଇଥିଲା, କିନ୍ତୁ ମାନେ ସେଠି କେବଳ ଗୋଟେ ସାଲାଇନ୍ ଲଗେଇ ଦେଇ ପଳେଇଲେ, ଆଉ କିଛି ଆସିଲେନି କି ଦେଖିଲେନି। ଆମେ ସେଇଠୁ BSK କାର୍ଡ଼ ଥିଲା, ସେଥିପାଇଁ ଆମେ ନେଇଗଲୁ ପ୍ରାଇଭେଟ୍ ମେଡ଼ିକାଲକୁ, ନେଇଗଲୁ ଶାନ୍ତି ମେମୋରିଆଲ ହସ୍ପିଟାଲକୁ। ସେଠି ମାସେ ଟ୍ରିଟମେଣ୍ଟ ହେଲେ। ତା ଦେହରେ ଯେଉଁ BSK କାର୍ଡ଼ରୁ ପଇସା ସରିଗଲା, ଯେମିତି ସେ କହିଲେ କି ଆଉ BSK କାର୍ଡ଼ରେ ପଇସା ନାହିଁ, ଆଉ ତୁମେ ଘରକୁ ନେଇଯାଅ, ଆଉ ଯଦି ପଇସା ଅଛି ପାଖରେ କର, ଟ୍ରିଟମେଣ୍ଟ କର। ଆମ ପାଖରେ ତ ଆଉ କିଛି ପଇସା ନଥିଲା, ସେଥିପାଇଁ ଆମେ ଘରକୁ ନେଇ ଆସିଲୁ। ଏବେ ବେଡ୍ସୋର୍ ହେଇଗଲାଣି। ତାପରେ ଏବେ ଗାଁ ପଡ଼ିଶା ସବୁ ଦେଉଛନ୍ତି, ଯାହା ସେମିତି ଚଳୁଛୁ। ତାପରେ ସ୍ୱେଚ୍ଛାସେବୀ ମାନେ ସମସ୍ତେ ଆସିକି କିଛି ସାହାଯ୍ୟ କରୁଛନ୍ତି। ତାପରେ ବି ସରକାର ଯଦି କିଛି ସାହାଯ୍ୟ କରନ୍ତେ, ତାହେଲେ ବାପା ଠିକ୍ ହେଇପାରନ୍ତେ। ପ୍ରାଇଭେଟ୍ ହସ୍ପିଟାଲ ମାସେ ରହିଲେ। କିଛି ଇମ୍ପ୍ରୁଭମେଣ୍ଟ ହେଇନି? ନାହିଁ। ପ୍ରାଇଭେଟ୍ ହସ୍ପିଟାଲ ବାପାଙ୍କର ମଙ୍ଗଳ କାମନା ପାଇଁ କ'ଣ କହିବେ? ଯଦି ମାନେ କିଛି ଟଙ୍କାଟେ ବି ସାହାଯ୍ୟ କରନ୍ତେ, ତାହେଲେ ଆମର ବାପାଙ୍କର ମେଡ଼ିସିନ ଖର୍ଚ୍ଚ ବି ହୁଅନ୍ତା, ବାପା ଭଲ ହେଇପାରନ୍ତେ। ମୁଁ ନିଖିଳ ଓଡ଼ିଶା ମହାସଂଘର ସେକ୍ରେଟାରୀ ଅଛି। ଆମର ଆଜି ସଂଘର ଯେଉଁମାନେ ଆମ ଉତ୍କଳ ହେଲ୍ପିଂ ଫାଉଣ୍ଡେସନ୍ ଯେଉଁ ଅଛନ୍ତି, ସେ ଆଜି ଆସିଛନ୍ତି ତାଙ୍କ ଟିମ୍କୁ ନେଇକି, ଆଉ ମୋତେ ଇନଫର୍ମ କଲେ। ମୁଁ ବି ତାଙ୍କ ସହିତ ଆଜି ସହଯୋଗ କରିବାକୁ ଆସିଛି। ତ ଆମ ଜଗତସିଂହପୁରର ଦେଢ଼ଶର ଦେଉଳି ଗାଁରେ ଆମର କ'ଣ ତାଙ୍କ ନାଁ, ରଞ୍ଜନ ବେହେରାଙ୍କ ମାନେ ବ୍ରେନ୍ ଷ୍ଟ୍ରୋକ୍ ହେଇଥିଲା। ସେ କିଛି କାମ କରନ୍ତି ନଡ଼ିଆ ଗଛ ପରାପରିରେ, ସେ ଦେଉଛନ୍ତି। ତାଙ୍କ ଗଛର ମୁଣ୍ଡ ବୁଲେଇଲା, ତ ତଳକୁ ନେଇ ଆସି ଏବେ ସେ 3 ମାସ ହେଲା ଅସୁସ୍ଥ ଅଛନ୍ତି। ତ ଆମେ ଖବର ପାଇକି ଉତ୍କଳ ହେଲ୍ପିଂ ହ୍ୟାଣ୍ଡସର ଆମର ଯିଏ ଫାଉଣ୍ଡର ଅଛନ୍ତି ଉଦୟ ଭାଇ, ସେ ଇନଫର୍ମ କଲେ ଯେ ଆମ ଟିମ୍ ଯାଇକି ସହଯୋଗ କରିବ ବୋଲି। ଆଉ ତାଙ୍କର ସଭାପତି ଯିଏ ମାନସ ଭାଇ ଅଛନ୍ତି, ସେ ତାଙ୍କ ମୋ ସଭାପତି ଯିଏ ପ୍ରଶାନ୍ତ ଭାଇ ଅଛନ୍ତି, ଆଉ ତାଙ୍କ ଟିମ୍ ପୁରା ହେଲ୍ପିଂ ହ୍ୟାଣ୍ଡ ଉତ୍କଳ ହେଲ୍ପିଂ ହ୍ୟାଣ୍ଡର ସେ ଆସି ଜାଗା ଉପରେ ପହଞ୍ଚନ୍ତି। ଆଉ କିଛି ଆର୍ଥିକ ସାହାଯ୍ୟ ସହିତ କିଛି ମାନେ ଗ୍ରୋସରୀ ସାମଗ୍ରୀ, ଗୋଟେ ମାସର ରାସନ, ଆଉ କିଛି ପରିବାପତ୍ର ଧରିକି ଆସି ଏଠି ଆମେ ପହଞ୍ଚିଛୁ। ଆଉ ଦେଖିଲୁ ଭାଇଙ୍କର ଅବସ୍ଥା ତ ବହୁତ ଶୋଚନୀୟ ଅଛି। ତାଙ୍କ ଝିଅ ଅଛି, ଝିଅର ପାଠପଢ଼ା ଦାୟିତ୍ୱ ବି ଆମେ ବୁଝାବୁଝି କରିବୁ ବୋଲି ପ୍ରତିଶ୍ରୁତି ଦେଲୁ। ଚିକିତ୍ସା ପାଇଁ ଅର୍ଥ କିଛି ଅର୍ଥ ବାଧ ସାଜିଛି, ତ ଆମ ଦ୍ୱାରା ତ ଆମେ ଏମିତି କିଛି ତ ଦେଇପାରିବୁ, ଆମେ ତ ସମ୍ପୂର୍ଣ୍ଣ ଦେଇପାରିବୁନି। ଏଠି ଆମ ସରକାରକୁ ନିବେଦନ ରହିବ, ସରକାର ଚାହିଁଲେ ସବୁ ଜିନିଷ ହେଇପାରିବ। ତ ଆମେ ସରପଞ୍ଚ ଏଠିକାର ନେକ୍ସଟ ଆମେ ତାଙ୍କୁ କଲ୍ କରିଥିଲୁ, କଲ୍ ବୋଧେ ରିସିଭ୍ କଲେନି କିଛି ତାଙ୍କର ପ୍ରୋବ୍ଲେମ୍ ଯୋଗୁଁ। ତ ଆମେ ଏଠି ତାଙ୍କରି ଆପଣଙ୍କ ମିଡ଼ିଆ ଭାଇମାନଙ୍କ ଧନ୍ୟବାଦ ଦେଉଛି। ତାଙ୍କରି ଆପଣଙ୍କ ମାଧ୍ୟମରେ ତାଙ୍କ କତିକି ଏଇ ଖବରଟା ଯାଉ ଯେ ଏଇ ଯେଉଁ ମାଆଙ୍କର ଆଜି ଏଇ ପରିସ୍ଥିତି ଅଛି, ତ ତାଙ୍କର ମେଡ଼ିକାଲ ଇସ୍ୟୁ ଯେଉଁ ଅଛି, କି ତାଙ୍କର ଯେଉଁ ଘର ପ୍ରୋବ୍ଲେମ୍ ଅଛି, ଦିନେ ଖାଇଲେ ଦିନେ ଖାଉନାହାନ୍ତି, ଏଇ ସହଯୋଗ ସରକାର ଚାହିଁଲେ ସବୁ ଜିନିଷ ହେଇପାରିବ। ଆମେ ସ୍ୱେଚ୍ଛାସେବୀ ସଂଗଠନ ତ ଆସି ପହଞ୍ଚିଛୁ, ଆମ ଦ୍ୱାରା ଯେତିକି ହେଇପାରିବ। ଆମେ ତ ସମ୍ପୂର୍ଣ୍ଣ ସହଯୋଗ କରିପାରିବୁନି, କିନ୍ତୁ ନିହାତି ସରକାର ଚାହିଁଲେ ସବୁ ଜିନିଷ ହେଇପାରିବ। ଆଜ୍ଞା, କ'ଣ ହେଇଛି ସ୍ୱାମୀଙ୍କର? ବ୍ରେନ୍ ଷ୍ଟ୍ରୋକ୍, ନଡ଼ିଆ ଗଛ ଚଢ଼ିଥିଲେ। କେତେ ଦିନ ହେଲାଣି? 3 ମାସ ହେଲା। ବର୍ତ୍ତମାନ ମେଡ଼ିକାଲରୁ ନେଇ ଆସିଲେ, କ'ଣ ଅସୁବିଧା ହେଇଛି? ପଇସା ସରିଗଲା, କାର୍ଡ଼ରୁ ପଇସା ସରିଗଲା, ଫେରେଇ ଦେଲେ। କେଉଁ ମେଡ଼ିକାଲ ଟ୍ରିଟମେଣ୍ଟ ହେଉଥିଲା? ଶାନ୍ତି ନର୍ସିଂ। କ'ଣ କେଉଁ କାର୍ଡ଼ ୟୁଜ୍ କରିଥିଲେ ସେଠି? ବିଜୁ ସ୍ୱାସ୍ଥ୍ୟ ବିଜୁ ସ୍ୱାସ୍ଥ୍ୟ BSK କାର୍ଡ଼ ସରିଗଲା ପରେ ଆପଣଙ୍କୁ ଏଠି ବିଦା କରିଦେଲେ। ଏବେ କେମିତି ଚିକିତ୍ସା ହେଉଛନ୍ତି? ଯିଏ ଯେମିତି ଦେଉଛନ୍ତି ପଇସା ପତ୍ର, ସେଇଥିରେ ଔଷଧ ପାଣି କିଣିକି ଆଣି ଦେଉଛନ୍ତି। ଏଠି କୌଣସି ନେତା କି ମନ୍ତ୍ରୀ କି କୌଣସି ଆପଣ ପ୍ରଥମେ ସାହାଯ୍ୟ ସହଯୋଗର ହାତ କିଏ ବଢ଼େଇଛନ୍ତି? ନା, ଆସୁନି। ବର୍ତ୍ତମାନ ଉତ୍କଳ ହେଲ୍ପିଂ ହ୍ୟାଣ୍ଡ ଆପଣଙ୍କୁ ହାତ ବଢ଼େଇଛି, ସାହାଯ୍ୟର ହାତ ବଢ଼େଇଛି। ଆପଣ ତାଙ୍କୁ କ'ଣ କହିବେ? ଧନ୍ୟବାଦ କହୁଛି। ପଇସା ପତ୍ର ଦେଲେ ଔଷଧ କିଣିବୁ ସ୍ୱାମୀଙ୍କର। नमस्कार, जय जगन्नाथ। मु उत्कल हेल्पिंग हैंड्स फाउंडेशन तरफ जन मेम्बर मो ना दीपेश। आम आसलु जगतसिंहपुर जिलार एमती गोटे छोट गाँव को जोटि एक दुख परिस्थिति देखिलु, निजक भी अनकम्फर्टेबल करुचु जे से जिनस देखिकी। आज की 2024 चली आ किसी दिन पर इलेक्शन अच्छी, सरकार डिंगुर पेटुंट, आम यहाँ करदे सहीटा करदे, ऐसा करदे तेसा करदे, विभिन्न प्रकार योजना बाहर कर। किंतु आज गोटे 2024 मसीह गोटे असहाय
एमती आपण मैंने भी देखिले आखिर लुह झरीज परिवार को देखु पुओ गोटे विकलांग झील पाठ पढ़ा छाड़ी देछि घरे गोटे जी रोजगार करती सी आज बेडसोरे पड़ी चिकित्सा अर्थ नाही घरे घरे अर्थ तो नाही नाही रोषेई करबा आम हांडीशाल को जाइतलो हांडीशाल रोषेई करबा किछि नै किंतु आजिका डेट रे सरकार नुआ ओ रे पर डे कोटी कोटी टका खर्च होउछि पर डे कलाकार मानक कोटी कोटी टका दिया जाउछि जोटे कि कोनोसी लाभ नाही। हाँ आमे मानुछु सरकार योजना करेंगे कि जदि यही किसी लोकों गरीब डायरेक्टली आसिक पहुँचते तो आमे भावुछु किछिटा साहाय्य मिलता से बस एटी मु आसबार कारण मीडिया सामने कि सरकार को निवेदन करूँ आ जो माने यही चैनल आम जिते चैनल अच्छा समस्ते देखुं प्लीज या टिके शेयर करूँ कहीं आपण मानकर गोटे शेयर ही सरकार पाखे पहुँची पार ये असहाय लोक साहाय्य कर किछिटा साहाय्य मिल पारे से जो भली भाव में सरकार पाखे सबू संभव हो पार कहीं आपण मान हाथ में अच्छी सरकार पाखक पहुँचे ये जिनसा निश्चित भाव में हो आशा करे आपण मैंने किछिटा आपण मानकर मूल्यवान समय दिंतु गोटे मात्र शेयर करूँ जमी सरकार पाखे पहुँच पार। जय जगन्नाथ। जय जगन्नाथ। मो ना इतिश्री मुदुली मु उत्कल हेल्पिंग हैंड फाउंडेशन सेक्रेटरी। तो प्रथमे आमर ये जो भिडटे आमर फेसबुक ये पठे सी आमर फेसबुक पेज रे थिले तो सी आमको रिक्वेस्ट कले जे तो जगतसिंहपुर 150 देउल रे जड़े अच्छा रंजन कुमार बेहेरा तो तांकर 3 मास है सी बेड रेस्ट रे पड़ी तो आपड़ किसी साहाय्य करने को टी आसतु बोली तो आमर जी अच्छा फाउंडर उदय भाई आउ आमर प्रेसिडेंट जी आमर प्रशांत भाई तो से सब डिस्कसन करिकी आमको आज ये जगह को पठे तो आम रिक्वेस्ट करुचु तो तांकु जेते आमर अच्छा स्वेच्छासेवी भाई भौणी मैंने एवं आमर जी अच्छा माने ओडिशा सरकार किसी हेल्प करंतु जड़े जड़े टंका टंका ये देले तो तांको माने सी सुस्थ हो पारे तो मु रिक्वेस्ट करुच्ची समस्ते किसी ना किसी साहाय्य करंतु।